କନକମଞ୍ଜରୀ ବାଳିକା ଉଚ୍ଚ ବିଦ୍ୟାଳୟ 58ତମ ବାର୍ଷିକ ଉତ୍ସବ। ଶିକ୍ଷା ମନୁଷ୍ୟର ଜୀବନ ଜୀବିକାକୁ ଋଦ୍ଧିମନ୍ତ କରିଥାଏ। ଶିକ୍ଷା ମନୁଷ୍ୟର ଜୀବନ ଏବଂ ଜୀବିକାକୁ ଋଦ୍ଧିମନ୍ତ କରିଥାଏ ବୋଲି ଖଲିକୋଟସ୍ଥିତ କନକମଞ୍ଜରୀ ବାଳିକା ଉଚ୍ଚ ବିଦ୍ୟାଳୟର 58ତମ ବାର୍ଷିକ ଉତ୍ସବରେ ଯୋଗଦେଇ ମଞ୍ଚାସୀନ ଅତିଥିମାନେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। କନକମଞ୍ଜରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗୋମତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସ୍ୱର୍ଗତ ପଣ୍ଡିତ ବାଇକୁଳି ଜ୍ୟୋତିଷ ବିଶାରଦ କ୍ରମେ ଉକ୍ତ ବାଳିକା ବିଦ୍ୟାଳୟ ଗତ 1968 ମସିହାରେ ଏକ ଛୋଟିଆ ଟିଣ ଚାଦର ଘରେ ଅନୁଷ୍ଠିତ ହୋଇଥିଲା। ତେବେ 58 ବର୍ଷ ପରେ ଅନୁଷ୍ଠାନ ତା'ର ସାର୍ଥକତା ହାସଲ କରିବା ସହ ଏହି ଅନୁଷ୍ଠାନର ବହୁ ଛାତ୍ରୀ ପ୍ରତିଷ୍ଠିତ ହୋଇଥିବା ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଖଲିକୋଟ NSC ଅଧ୍ୟକ୍ଷ ଇଞ୍ଜିନିୟର ନିରଞ୍ଜନ ବେହେରା ମାତା ଓ ପିତା ଗୁରୁଜନମାନଙ୍କୁ ସବୁବେଳେ ସମ୍ମାନ ଦେଲେ ବିଦ୍ୟାର୍ଥୀମାନଙ୍କ ଜୀବନ ଜୀବିକା ସାର୍ଥକ ହେବ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବୟୋଜ୍ୟେଷ୍ଠ ସାହିତ୍ୟିକ ତଥା ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଦୁଃଖୀଶ୍ୟାମ ପଟ୍ଟନାୟକ, ବାଳିକା ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ବିପିନ ବିହାରୀ ସାମନ୍ତ ଓ NSC ନିର୍ବାହୀ ଅଧିକାରୀ ସନ୍ଦୀପ ଖାଡେଗା ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଶିକ୍ଷୟିତ୍ରୀ ମୋନାଲିସା ମହାନ୍ତି ଓ ବିଦ୍ୟାଳୟ କମିଟି ସଭାପତି ଶୁଭ୍ରାଂଶୁ ଶେଖର ମିଶ୍ରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। କନିଷ୍ଠ ସହାୟକ ଅଜିତ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ, ପ୍ରଧାନ ଶିକ୍ଷୟିତ୍ରୀ ଗୋମତୀ ପ୍ରଧାନ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।